ନର୍ସରୀରୁ ଆପଣଙ୍କୁ ଆଉ କିଣିବାକୁ ପଡ଼ିବନି। ଏଇଭଳି ଯଦି ଡାଇନେଥାସ୍ ଗଛ ଗୋଟେ ଥର ନେଇ ଆସିବେ, ଇଏ ଗୋଟେ ଥର ଆଣିଲା ମାନେ 2ରୁ 3 ବର୍ଷ ଭଳିଆ ଆପଣଙ୍କ ବଗିଚାରେ ଲାଗି ରହିବ। ତ ତାରି କଟିଂରୁ ଆପଣ ଗ୍ରୋ କରିପାରିବେ ଆଉ ତାରି କଟିଂକୁ ସବୁ ଲଗେଇକିରି ଢେର ସାରା ଗଛ ମାଗଣାରେ ପାଇପାରିବେ। ଏଇଭଳି ଭାବରେ ମୋର ଆଜି ଡାଇନେଥସ୍ ଗଛର ପ୍ରନିଂ କରିବାର ଥିଲା। ତା ସହିତ କିଛି ବି ଆଗରୁ ଡାଳରୁ କଟିଂ କରିକିରି ମୁଁ ବହୁତ ସାରା ଗଛ କରିସାରିଛି। କିଛିଟା ମୋର ରଙ୍ଗ ଡବାରେ ଆଉ କିଛିଟା ଗ୍ରୋ ବ୍ୟାଗ୍‌ରେ। ଇଏ ଟିକେ ଗ୍ରୋ ବ୍ୟାଗ୍‌ରେ ବହୁତ ଇଜିଲି ଲାଗିଥାଏ ୟାର କଟିଂ ଗୁଡ଼ାକ। ସେଥିପାଇଁ ମୁଁ ଏଠି ମାଟି କୁଣ୍ଡ ଆଉ ଗ୍ରୋ ବ୍ୟାଗ୍‌ରେ ଲଗେଇ ଦେଇଛି। ଆଉ ଲଗେଇ ସାରିଲା ପରେ ୟାକୁ ଛାଇରେ 2ରୁ 4 ଦିନ ଭଳିଆ ରଖିଦେବି। ଆଉ ପାଣି ଏବେ ଜମା ଦେବିନି କାହିଁକିନା ମାଟି ଗୁଡ଼ା ପୁରା ଓଦା ଅଛି। ତ ପାଣି ଜମା ଦେବେନି ଯଦି ମାଟି ଓଦା ଥିବ। ଯଦି ମାଟି ଶୁଖିଲା ଥିବ ହାଲକା ପାଣି ଦେବେ, ଜନ୍ମ ପାଣି। ତାପରେ ତାକୁ ଛାଇରେ 2ରୁ 4 ଦିନ ରଖିଦେବେ। ତାପରେ ଗଛ ଆପଣଙ୍କର ବହୁତ ବଢ଼ିଆ ଲାଗିକିରି ରେଡି ହେଇଯାଇଥିବ। ତାପରେ ଆପଣ ତାକୁ ଖରାକୁ ବାହାର କରିଦେବେ। ବହୁତ କମ୍ ଦିନରେ ଇଏ ଫୁଲ ମଧ୍ୟ ଦବ। ଏଇଟା ମୋର ଥୋପା ଡାଇନେଥାସ୍ ଗଛ ବହୁତ ଇଜିଲି ହେଇଗଲା ମୋର ଢେର ସାରା ଗଛ ରହିଲି। ବାଏ ବାଏ।